ସେତେବେଳେ ବିଜୁ ଜନତା ଦଳ ଏକ ପଖାଳ କାର୍ଯ୍ୟକ୍ରମ ମଧ୍ୟ ହେଇଥିଲା। ତାର ପରବର୍ତ୍ତୀ ସମୟରେ ଆମେ ସଦାବେଳେ କୋଉଠି ଗୋଟେ ପଖାଳ ଖାଇବା, କୋଉଠି ଗୋଟେ ପଖାଳ ମହୋତ୍ସବ କରିବା ଯେତେ ଭାବିଲେ ମଧ୍ୟ ହେଇପାରୁନି। କିନ୍ତୁ ସୁର ରାଉତରାୟ ସେଇଭଳି ବ୍ୟକ୍ତିତ୍ୱ ଯିଏକି କହିକି ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ କରିପାରନ୍ତି। ଆଶ୍ଚର୍ଯ୍ୟ, ଆଜି ଭଳି ଦିନରେ ସକାଳୁ ଏପର୍ଯ୍ୟନ୍ତ 5000 ଲୋକ ଖାଇସାରିଲେଣି। ଆଉ ପଖାଳରେ ଯେଉଁ ଆମେ ତ ଏବେ କ'ଣ କରୁଛେ, ଜଳଖିଆ ଖାଇଦେଉଛେ। ମୁଁ ମୋ କଥା କହୁଛି, ପିଲାଟି ବେଳୁ ମୋର ମନେ ଅଛି ପଖାଳଟି ସକାଳୁ ଜଳଖିଆ ମାନେ ହେଉଛି ପଖାଳ, ଆଳୁ ସିଝା ଟିକେ ହେଇଥିବ, ଟିକେ ବରା ପିଆଜି ଆସିଥିବ, ଚକଟା ହେବ, ଟିକେ ମିକ୍ସଚର ଟିକେ ପଡ଼ିବ, ଆମେ ସେଇ ପଖାଳ ଖାଇକି ଯାଉ। ଆଉ ଖରାଦିନେ ନ୍ୟାଚୁରାଲି ପଖାଳ ଖାଇଲେ ଦେହ ପାଇଁ ହିତକାରକ ବୋଲି ଡକ୍ଟରମାନେ ମଧ୍ୟ କହୁଛନ୍ତି। ନିଶ୍ଚିତ ଇଏ ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। ପଖାଳ ହେଉଛି ଆମ ପୂର୍ବ ଐତିହ୍ୟ, ଆମ ଇତିହାସର କଥା। ଆଉ ଓଡ଼ିଆ କଥା ଏଇଟା, ଓଡ଼ିଆ ଲୋକଙ୍କର ପଖାଳ ହେଉଛି ଇଏ ହେଉଛି ସବୁଠାରୁ ଭଲ ଖାଦ୍ୟ। ତେଣୁ ଏ ଖାଦ୍ୟକୁ ଯେହେତୁ ସୁର ରାଉତରାୟଙ୍କ ଘରେ ଆସିକି ଖାଇବାର ଗୋଟେ ସୌଭାଗ୍ୟ, ବାବୁନି ବାବୁଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ମନ୍ମଥ ରାଉତରାୟଙ୍କୁ ମଧ୍ୟ ଗୋଟେ ଧନ୍ୟବାଦ ଦେଉଛି। ସେ ମଧ୍ୟ ଏଠି ସମସ୍ତଙ୍କୁ ଡାକି ନିମନ୍ତ୍ରଣ କରି ଏଭଳି ଗୋଟେ ଖାଇବାର ଗୋଟେ ସୌଭାଗ୍ୟ ଅର୍ଜନ ମୁଁ କରିପାରିଛି।